କରିଛନ୍ତି ପଞ୍ଚଭୂତର ସୂକ୍ଷ୍ମ ମାତ୍ରାତ୍ମକ ଭଗବାନଙ୍କ ଶରୀର ଠାରୁ ଆରମ୍ଭ କରି ତାଙ୍କ ନିର୍ଗୁଣ ବ୍ରହ୍ମସ୍ୱରୂପ ପର୍ଯ୍ୟନ୍ତ ବିଭିନ୍ନ ରୂପ ଓ ଅବସ୍ଥାଠାରେ ଧାରଣା କରି ସାଧକ ଅଣିମା ଲଘିମାଦି ଅଷ୍ଟସିଦ୍ଧି ଓ ଅନୁର୍ମୀ ଦୂରଶ୍ରବଣାଦି 10 ସିଦ୍ଧି ଲାଭ କରିଥାନ୍ତି। ଭଗବାନ ସବୁ ସିଦ୍ଧିର ଏକମାତ୍ର ସ୍ୱାମୀ, ହେତୁ ଏବଂ ପ୍ରଭୁ। ସିଦ୍ଧି ଉପକ୍ଷିଣୀୟ। ଏବେ ଉଦ୍ଧବ ମହା ଐଶ୍ୱର୍ଯ୍ୟ ସମ୍ପନ୍ନ ଭଗବାନଙ୍କ ବିଭୂତି ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଭଗବାନ ବାଚ ଗହନ ମଧ୍ୟେ ହିମଗିରି ବୃକ୍ଷେ ଅଶ୍ୱତ୍ଥ ରୂପ ଧରି ଶସ୍ୟଙ୍କ ମଧ୍ୟେ ଧାନ୍ୟ ମୋହି ଆଚାର୍ଯ୍ୟ ବଶିଷ୍ଠ ବୋଲାଇ ମୁଁ ବୃହସ୍ପତି ବ୍ରହ୍ମବାଦୀ କୁମାର ଦେବ ସେନା ମଧ୍ୟେ ଅଗ୍ରଣୀ ମାନଙ୍କ ମଧ୍ୟରେ ବ୍ରହ୍ମା ମୁଁ ବୋଲାଇବେ ଭାରେ ଯଜ୍ଞ ମାନଙ୍କ ମଧ୍ୟେ ଗୁଣ ମୁଁ ବ୍ରହ୍ମ ଯଜ୍ଞ ବୋଲି ଜାଣ ବ୍ରତ ମାନଙ୍କ ମଧ୍ୟେ ମୋହି ଅହିଂସା ବୋଲି ଜାଣ ତୁହି ପବନ ଅଗ୍ନି ଅର୍କ ଜଳ ବଚନ ଆତ୍ମା ଯେ ନିର୍ମଳ କରନ୍ତି ଯେତେ ମଧ୍ୟେ ଥାଇ ସକଳ ସୂଚି ମୁଁ କରଇ ଯୋଗଙ୍କ ମଧ୍ୟେ ମୁଁ ସମାଧି ଜିଣିବା ଲୋକେ ମନ୍ତ୍ର ବିଧି କୁଶଳ ମାନଙ୍କରେ ମୋହି ଆତ୍ମା ବିବେକ ବିଦ୍ୟା ହୋଇ ମୁଁ ସତ ରୂପା ନାରୀଙ୍କରେ ମୁଁ ସ୍ୱୟଂଭୁବ ପୁରୁଷରେ ମୁନିକ ମଧ୍ୟେ ସାଧୁ ଗୁଣ ମୁହିଟି ନର ନାରାୟଣ ମୁଁ ପୁଣି ବ୍ରହ୍ମଚାରୀଙ୍କର ମଧ୍ୟରେ ସନତ କୁମାର ଧର୍ମ ମାନଙ୍କ ମଧ୍ୟେ ପୂର୍ଣ୍ଣ ସନ୍ନ୍ୟାସ ଧର୍ମ ବୋଲି ଜାଣ ଅଭୟ ସ୍ଥାନ ମାନଙ୍କରେ ଅନ୍ତର ନିଷ୍ଠା ମୁଁ ଭେବାରେ ମୁଁ ସତ୍ୟ ଗୁହ୍ୟ ଗୁଣ ମଧ୍ୟେ ବତ୍ସର କାଳ ଯୁଗ ବାଦେ ଋତୁଙ୍କ ମଧ୍ୟେ ମୁଁ ବସନ୍ତ ଅଗ୍ରହାୟଣ ମାସନାଥ ନକ୍ଷତ୍ର ମଧ୍ୟେ ଅଭିଜିତ ଯୁଗଙ୍କ ମଧ୍ୟେ ଯୁଗ ସତ୍ୟ ଧୀରଙ୍କ ମଧ୍ୟେ ମୁଁ ଦେବଳ ବ୍ୟାସେ ମୁଁ ସତ୍ୟବତୀ ବାଳ କବିଙ୍କ ମଧ୍ୟେ ଶୁକ୍ର ମୋହି ଅରୂପ ଭକ୍ତ ମଧ୍ୟେ ତୁହି ବାନର ମଧ୍ୟେ ହନୁମାନ ମୁଁ ବିଦ୍ୟାଧରେ ସୁଦର୍ଶନ ସୁନ୍ଦର ମଧ୍ୟେ ପଦ୍ମକୋଶ ମୁଁ ତୃଣ ମାନଙ୍କରେ କୁଶ ହବିଙ୍କ ମଧ୍ୟେ ଗବ୍ୟଘୃତ ରତ୍ନେ ମୁଁ ପଦ୍ମରାଗ ଖ୍ୟାତ ବ୍ୟବସାୟୀଙ୍କ ଲକ୍ଷ୍ମୀ ମୋହି କପଟ ମଧ୍ୟେ ଦେଉତ ହୋଇ ସତ୍ୱ ମୁଁ ଜାଣ ସତ୍ୱବନ୍ତେ ଇନ୍ଦ୍ରିୟ ବଳ ବଳବନ୍ତେ ସେ ପୁଣି ଭାଗବତ ଜନ ମୁଁ ତାଙ୍କ ଭକ୍ତି କର୍ମ ମାନ ବାସୁଦେବ ଯେ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ ଗୁଣ ନାରାୟଣ କୋଳ ନୃସିଂହ ଯେ ହୟଗ୍ରୀବ ପିତାମହ ଏ ନବମୂର୍ତ୍ତି ଆଦି ଦେବ ମୁଁ ବାସୁଦେବ हे उद्धव।
মধ্যে স্থির ভাব ভূমির গন্ধ উদ্ধব পরম রস ভূমি রসে শবদ সংগ্রহ আকাশে প্রভা মুরবী শশাঙ্কর তেজস্বী মধ্যে দিবাকর মুদাতা বଳି রূপমণি অর্জুন বীর মধ্যে গণি প্রাণী ମାନଙ୍କ মু নিশ্চয় উৎপত্তি স্থিতি যে প্রলয় সর্ব ইন্দ্রিয় ମାନଙ୍କର মুহি সে বিষয় গোচর পৃথিবী পবন আকাশ সলিଳ ଅନଳ ପ୍ରକାଶ ପ୍ରକୃତି ସତ୍ୟ ରଜତମ ବିକାର ମହତ ପରମ ମୁଁ ଗୁଣ ଗୁଣୀ ମୁହିଁ ଜୀବ ନିର୍ଗୁଣେ ମୁହିଁ ସଦାଶିବ ମୁଁ ଆତ୍ମା ସର୍ବଜୀବ ଦେହି ମୋ ବିନୁ ସ୍ଥୂଳ ସୂକ୍ଷ୍ମ ନାହିଁ କେ ମତେ ତ୍ରିଭୁବନେ ଜାଣେ କେ ଅବା ସୂକ୍ଷ୍ମ ରେଣୁ ଗଣେ ତେଜ ସମ୍ପଦ ଐଶ୍ୱର୍ଯ୍ୟ ତିତିକ୍ଷା ଜ୍ଞାନ ଲାଜ ବୀର୍ଯ୍ୟ ଭାଗ୍ୟ ସୌଭୋଗ ତ୍ୟାଗ ଯଶ ଏ ସର୍ବ ଜାଣ ମୋର ଅଂଶ ଯେଣୁ ତୁ ସାଧୁ ଶୁଦ୍ଧ ମତି ତେଣୁ କହିଲି ମୋ ବିଭୂତି ସର୍ବ ସଂକଳ୍ପ ଛାଡ଼ ତୁହି ସକଳ କର୍ମ ମତେ ଦେଇ ଏକାନ୍ତେ ବୀର ଭୋଜ ମତେ ସଂସାର ଚିନ୍ତା ଛାଡ଼ି ଚିତ୍ତେ ମୋର ବଚନେ ଅନୁସର ଏ ଭବ ଜଳୁ ହୁଅ ପାର ହରି ଚରଣେ ଦେଇ ଚିତ୍ତ କହଇ ଦାସ ଜଗନ୍ନାଥ ଉଦ୍ଧବ କୃଷ୍ଣର ସମ୍ବାଦ ସୁଜନ ଜନେ ସୁଖପ୍ରଦ ଏଣୁ ଯେ ଭଜେ କୃଷ୍ଣ ପାଦ ସେ ତରେ ଘୋର ପ୍ରମାଦ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଏକାଦଶ ସ୍କନ୍ଧେ ସପ୍ତଦଶୋଧ୍ୟାୟଃ ଦିବ୍ୟ ବିଭୂତି ଶୁଣି କର୍ଣ୍ଣେ ଉଦ୍ଧବ ଅତି ହୃଷ୍ଟ ମନେ ଦେହ ପୁଲକେ ରୋମରାଜି ଭାବ ଗଦ୍ଗଦେ ଚକ୍ଷୁ ବୁଜି ଉଦ୍ଧବ ଉବାଚ ବୋଲୋଇ হে মধুসূদন ভক্তি সংশয় বিমোচন যে ধর্ম ভক্তির লক্ষণ শ্রীমুখে কহিল আপন স্বধর্ম সাধি কেউ মতে বৈষ্ণব লক্ষণ যুকতে পূর্বে যে হংস রূপ ধরি ব্রহ্মপুত্রଙ୍କୁ দয়া କରି পরম ধর্ম কথা যেতে কহিল তাহাঙ্ক অগ্রতে সে ধর্ম কালে নষ্ট গলা সংসারে কেহি ন পাଳିଲା ଏବେ କ୍ଷିତି ତଳେ ପୁଣି କେ ତାହା ତୁମ୍ଭ ବିନୁ ଜାଣି ସେ ଧର୍ମ କହିପାରୁ ତୁହି ତୋ ତହୁ କର୍ତ୍ତା ବକ୍ତା ନାହିଁ ବ୍ରହ୍ମା ସଦନେ ସୁର ଲୋକେ ତୋ ବିନୁ କେ କହିବ ଏକେ সঙ্গতে জ্ঞান ধর্ম ঘেনি তু নাথ তেজিবু অবনি সে ধর্ম গূঢ় তত্ত্ব জানি কে তাহা কহু পরিমাণি তু সর্বধর্ম জ্ঞান দাতা তু সর্বকর্তা বক্তা পিতা ভক্তি লক্ষণ